ନମସ୍କାର ଦର୍ଶକ ବନ୍ଧୁ, ମୋ ସିନ୍ଦୁରର ଅଧିକାରରେ ଆପଣମାନେ ଦେଖିବାକୁ ପାଇବେ ଆଦି ମୁକ୍ତିଙ୍କୁ ଟାଣିକି ଆଣିବେ ଆଉ କହିବେ କି ତମେ କ'ଣ କରୁଛ ମୁକ୍ତି, ତମେ କ'ଣ ପାଗଳ ହୋଇଗଲଣି? ତାପରେ ମୁକ୍ତି କହିବେ କି ଆରେ ତମେ ବୁଝିବାକୁ ଚେଷ୍ଟା କରୁନ କ'ଣ ପାଇଁ ପ୍ରକୃତରେ? ତାପରେ ସେତେବେଳେ ଆଦି ବହୁତ ଜୋରରେ ରାଗିଯିବେ ଆଉ କହିବେ କି ବାସ୍ ବହୁତ ହୋଇଗଲା ମୁକ୍ତି, ତମ କଥା ମୁଁ ବହୁତ ଶୁଣିଲି। ଆରେ କେହି ଜଣେ ତା ଲିମିଟ୍ ଅନୁସାରେ କାମ କଲେ ସିନା ତାକୁ କ୍ଷମା ଦିଆଯାଇପାରେ, କିନ୍ତୁ ଏସବୁ ତମେ ଦେଖିକି ବି କେମିତି ବାରମ୍ବାର କ୍ଷମା ଦେବା କଥା ଭାବିପାରୁଛ? ଆଉ ଏକଥା ଶୁଣିକି ମୁକ୍ତି ପୁରା ଆଶ୍ଚର୍ଯ୍ୟ ହୋଇଯିବେ। ତାପରେ ସେତେବେଳେ ଆଦି କହିବେ କି ମୁଁ ମାନୁଛି ସେ ତମର ଭଉଣୀ ବୋଲିକି, ତା ମାନେ ନୁହଁ ଯେ ସେ ଲିମିଟ୍ କ୍ରସ୍ କରିବେ। ତମେ ଯଦି ସେ ସବୁ କଥାକୁ ଭୁଲି ଯାଇଛ, କିନ୍ତୁ ମୁଁ ସେମିତି କିଛି ବି ଭୁଲିନି ମୁକ୍ତି। ତମକୁ ସେ ମାରିବାକୁ ଚେଷ୍ଟା କରିଥିଲେ ଆଉ ତାପରେ ତମେ ତାକୁ କ୍ଷମା କରିଦେଲ। ତମକୁ ସେ ମିସ୍ବିହେଭ୍ କରିଛନ୍ତି, ତମ ସହିତ ବହୁତ ଖରାପ ବ୍ୟବହାର କରିଛନ୍ତି, ସମସ୍ତଙ୍କ ଆଗରେ ତମକୁ ତଳକୁ ଦେଖାଇବାକୁ ଚେଷ୍ଟା କରିଛନ୍ତି, ତଥାପି ତମେ ତାଙ୍କୁ କ୍ଷମା କରିଦେଇଛ। କିନ୍ତୁ ମୁଁ ସେମିତି କେବେ ବି କରିପାରିବିନି ମୁକ୍ତି। ଆଉ ତମେ ବୁଝିବାକୁ ଚେଷ୍ଟା ସେ ତମର ଫାଇଦା ଉଠେଇଛନ୍ତି, ତମ ପିଠି ପଛପଟେ ସେ ଛୁରା ଭୁଷିଛନ୍ତି ଆଉ ତମେ ସେ କଥାକୁ ଜମାରୁ ବି ବିଶ୍ୱାସ କରିପାରୁନ ନୁହଁ। ସେ ତମ ଭଉଣୀ, ସେଇଥିପାଇଁ ତମେ ସେ ସବୁ କଥାକୁ ଜାଣିପାରୁନ। କିନ୍ତୁ ମୁଁ ସେ ସବୁ ଅଣଦେଖା କରିପାରିବିନି। ମୋ ପାଇଁ ମୋ ଫ୍ୟାମିଲି ହେଉଛି ସବୁଠୁ ଇମ୍ପୋର୍ଟାଣ୍ଟ। ମୋ ଫ୍ୟାମିଲିକୁ ମୁଁ ବହୁତ ଭଲ ପାଏ। ଆଉ ଯଦି ମୋ ଫ୍ୟାମିଲିକୁ କେହି ଆଞ୍ଚ ଆସିଲା ପରି କଥା କୁହେ, ଯଦି ତାଙ୍କୁ କେହି ମନରେ କଷ୍ଟ ଦେବାକୁ ଚେଷ୍ଟା କରେ ନା, ସେ ସବୁ କଥାକୁ ମୁଁ ଜମାରୁ ବି ବରଦାସ୍ତ କରିପାରିବିନି। ସେତେବେଳେ ମୁଁ ତାକୁ ଜୀବନରୁ ମାରିଦେବି। ଆଉ ଜାଣିଛ, ଆଜି କେବଳ ତମରି ଭଉଣୀ ପାଇଁ ହିଁ ମୋ ଫ୍ୟାମିଲିକୁ ଏତେ ବଡ଼ କଥା ଶୁଣିବାକୁ ପଡ଼ିଲା। ଆଉ ଆଜି ସମସ୍ତେ ଯେତେବେଳେ କହୁଥିଲେ ନା ମୋ ଛାତି ଭିତରେ କେଜାଣି ଛୁରୀ ଭୁଷି ଦେଇଛି, ଏମିତି ବେଜ୍ଜତି ମୋ ପରିବାରର କେବେ ବି ଦେଇନଥିଲା ଯେଉଁଟା ଆଜି ହେଲା। ଆଉ ଆଜି ଯଦି ଜେଜେମା ସମସ୍ତଙ୍କୁ ଆଗରେ କ୍ଷମା ମାଗିଛନ୍ତି, ତେବେ ଜାଣିଛ ସେଟା କାହା ପାଇଁ? ସେଟା କେବଳ ତମ ଭଉଣୀ ନାତାଶା ପାଇଁ ହିଁ। ମୁଁ ମାନୁଛି ସେ ମୋ ପିଲାବେଳର ସାଙ୍ଗ, କିନ୍ତୁ ମୁଁ କେବେ ବି ଏଥିପାଇଁ କ୍ଷମା କରିପାରିବି